ନବୀନ ପଟ୍ଟନାୟକଙ୍କର ଯୋଉ ଅଥରିଟି ଆଗରେ କିଛି ମୁହଁ ଖୋଲି ପାରୁନଥିଲେ, ଅସନ୍ତୋଷ ଥିଲେ, ବହୁତ କଥା ସେମାନେ ମୁହଁ ଖୋଲିଛନ୍ତି। ସେ ଖୋଲିବା ପାଇଁ ଗୋଟେ ଚାନ୍ସ ପାଇଲେ। ଦିଲ୍ଲୀପ ରାୟଙ୍କର ନେତାଙ୍କ ଉପରେ ଗୋଟେ ପ୍ରଭାବ ଅଛି। ସମ୍ପର୍କଟା ବହୁତ ଘନିଷ୍ଠ, କାରଣ ବିଜେଡି ସୃଷ୍ଟି କରିବାରେ ତାଙ୍କର ମଧ୍ୟ ଗୋଟେ ଭୂମିକା ଅଛି। ବିଜୁ ଲିଗାସି ଯୋଉଟା ବିଜୁ ଜନତା ଦଳ ଛାଡ଼ିକି ବର୍ତ୍ତମାନ ପାଣ୍ଡିଆ ଲିଗାସି ଆଉ ସମ୍ପୂର୍ଣ୍ଣ ବିଶ୍ୱ ଲିଗାସି ସେମାନେ ମୋବିଲାଇଜ କରିପାରିବେ ବିଜେଡିକୁ ପୁଣି ଥରେ ଭାଙ୍ଗିବା ପାଇଁ। ଏମାନେ ଗୋଟେ ଷଡ଼ଯନ୍ତ୍ର କରୁଛନ୍ତି ବା ମସୁଦା କରୁଛନ୍ତି, ଗୋଟେ ପ୍ଲାନ କରୁଛନ୍ତି। ବିଜେଡି କି ନୁହଁ, ସେମାନେ ପୁଣି କହୁଛନ୍ତି ଆପଣ ବିଜେଡି ଦୁର୍ବଳ ହବା ନିହାତି ବିଜେପି ପାଇଁ ଆବଶ୍ୟକ, ବିଶେଷ ପଞ୍ଚାୟତ ନିର୍ବାଚନ ପୂର୍ବରୁ। ରାଜନୀତିରେ ବଞ୍ଚିବା ପାଇଁ ହେଲେ ଏଇ 8 ଜଣ ବିଧାୟକଙ୍କ ପାଇଁ ଗୋଟିଏ ପ୍ଲାଟଫର୍ମର ଆବଶ୍ୟକତା ଅଛି। ସେଥିପାଇଁ ଏମାନେ ପୁରା ଚେଷ୍ଟା କରିବେ ବିଜେଡିକୁ ଭାଙ୍ଗିବା ପାଇଁ। ସେଇ ବିଜେଡି କି ଭାଙ୍ଗିବା ପାଇଁ ହଁ। ଏବଂ ଏ ପ୍ରକ୍ରିୟାରେ ଭାରତୀୟ ଜନତା ପାର୍ଟି ସହାୟତା ଦବ। ବିଜୁ ଜନତା ଦଳରେ ବଡ ଧରଣର ଗଣ୍ଡଗୋଳ ପରେ, କ୍ରସ୍ ଭୋଟିଂ ପରେ ଏବେ ନେତା ପରସ୍ପରକୁ ଦୋଷ ଦଉଛନ୍ତି। ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳଙ୍କୁ ବିଜୁ ଜନତା ଦଳର ନେତା ମାନେ ଗାଳି ଦଉଛନ୍ତି। ଗତକାଲି ରାତିରେ ବିଜୁ ଜନତା ଦଳର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା ଦେଖିବା ପାଇଁ ମିଳିଲା। ଗୋଟିଏ ସପ୍ତାହ ଧରି ଯଦି ଆପଣ ଓଡ଼ିଶା ରାଜନୀତିକୁ ଲକ୍ଷ୍ୟ କରିବେ, ବିଜେଡି ରାଜନୀତିକୁ ଲକ୍ଷ୍ୟ କରିବେ, ବିଜେଡି ବନାମ ବିଜେଡି, ବିଜେଡି ବନାମ ବିଜେପି ନୁହେଁ, ଏଇଭଳି ଏକ ସ୍ଥିତି ତିଆରି ହେଇଛି ଯେତେବେଳେ ନେତା ପରସ୍ପରର ଗୁଳି ଖୋଳୁଛନ୍ତି। ଆପଣ ଯଦି ସୋସିଆଲ ମିଡିଆକୁ ଯିବେ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳଙ୍କର ଚରିତ୍ର ସଂହାର କରାଯାଉଛି। କିଭଳି ସେମାନେ ଲାଞ୍ଚ ନେଲେ, କୋଟି କୋଟି ଟଙ୍କା କାରବାର ହେଲା ଏବଂ ତାଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ ଯୋଉ ରାଲି କଲେ, ସେ ରାଲି ସମ୍ପର୍କରେ ମଧ୍ୟ କଟୁ କଥା ସବୁ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି। ପ୍ରଶ୍ନ ହେଉଛି ଯେ ଏଉଠୁ ଅର୍ଥାତ୍ ବିଜେଡି ବନାମ ବିଜେଡି, ବିଜେଡିର ନେତା ଆଉ ବିଜେଡି ନେତାଙ୍କ ଭିତରେ ଯୋଉ ଗଣ୍ଡଗୋଳ ଚାଲିଛି, ଆର ପରବର୍ତ୍ତୀ ପର୍ଯ୍ୟାୟଟି କଣ, ପରବର୍ତ୍ତୀ ଦୃଶ୍ୟଟି କଣ? ସେ ତ ରବି ଦାସ ମୋ ସହିତ ଅଛନ୍ତି। ଆ ପରବର୍ତ୍ତୀ ଦୃଶ୍ୟ ଆପଣ କଣ ଦେଖୁଛନ୍ତି? ନା ଆପଣ ଯେମିତି ଆପଣ କହିଲେ, ଆମେ ବି ବିଷୟରେ ଏଇ ପ୍ଲାଟଫର୍ମ ଆମେ ଆଲୋଚନା କରିଛେ। ଏଇ ରାଜ୍ୟସଭା କ୍ରସ୍ ଭୋଟିଂ କଣ ଗୋଟେ ଇଙ୍ଗିତ ଦେଲା, ଏଇ କ୍ରସ୍ ଭୋଟିଂଟା ଇଙ୍ଗିତ ଦେଲା ଯେ ବିଜେଡିର ଗୋଟେ ବଡ ଧରଣର କିଛି ଲୋକ ଯୋଉମାନେ ହୁଏତ ଅସନ୍ତୁଷ୍ଟ ଥିଲେ, ନବୀନ ପଟ୍ଟନାୟକଙ୍କର ଯୋଉ ଅଥରିଟି ଆଗରେ କିଛି ମୁହଁ ଖୋଲି ପାରୁନଥିଲେ, ଅସନ୍ତୋଷ ଥିଲେ, ବହୁତ କଥା ସେମାନେ ମୁହଁ ଖୋଲିଛନ୍ତି। ସେ ଖୋଲିବା ପାଇଁ ଗୋଟେ ଚାନ୍ସ ପାଇଲେ ଏବଂ ଏଇ ଖୋଲିବାରେ ଆପଣ କହିବେ ଦିଲ୍ଲୀପ ରାୟ ପ୍ରାର୍ଥୀ ନ ହେଇକି ଆଉ କିଏ ହେଇଥିଲେ, ବିଜେଡି ଆଉ କାହାକୁ ଡିପେଣ୍ଡ କରିଥାନ୍ତା, ହୁଏତ ହେଇପାରିନଥାନ୍ତା। କାରଣ ଦିଲ୍ଲୀପ ରାୟଙ୍କର ନେତାଙ୍କ ଉପରେ ଗୋଟେ ପ୍ରଭାବ ଅଛି। ସମ୍ପର୍କଟା ବହୁତ ଘନିଷ୍ଠ, କାରଣ ବିଜେଡି ସୃଷ୍ଟି କରିବାରେ ତାଙ୍କର ମଧ୍ୟ ଗୋଟେ ଭୂମିକା ଅଛି। ଦିଲ୍ଲୀପ ରାୟଙ୍କର ସେଇ ଦୃଷ୍ଟିରୁ ଦେଖିଲେ ଆପଣ ଆମେ ତ ଆଲୋଚନା କରୁଥିଲେ, ଏମାନେ ଯେତେବେଳେ ଭୋଟ ଦେଇଛନ୍ତି ସେମାନେ ବିଜୁ ଲିଗାସି କଥା ଉଠେଇଲେ। ଆମେ କାହିଁ ଭୋଟ ଦେଲୁ ନା, ବର୍ତ୍ତମାନ ବିଜୁ ଲିଗାସି ଯୋଉଟା ବିଜୁ ଜନତା ଦଳ ଛାଡ଼ିକି ବର୍ତ୍ତମାନ ପାଣ୍ଡିଆ ଲିଗାସି ଆଉ ସମ୍ପୂର୍ଣ୍ଣ ବିଶ୍ୱ ଲିଗାସି ପରିଣତ ହେଇଛି ଏବଂ ଆମେ ଚାହୁଁଛୁ ବିଜୁ ଲିଗାସି ରକ୍ଷା କରିବା ପାଇଁ। ବିଜୁ ଲିଗାସି ସେମାନଙ୍କ ଯୁକ୍ତି ହେଲା, ବିଜୁ ଲିଗାସି କେମିତି ରକ୍ଷା କରାଯାଇପାରିବ ନା ଏମାନଙ୍କୁ ହଟେଇଲେ, ଏମାନଙ୍କୁ ହଟେଇବା କେମିତି ଆମେ ବିରୋଧ କରିଦେଲୁ ଏବଂ ସିଏ ଆହୁରି ଆହ୍ୱାନ ଦଉଛନ୍ତି। ଦେଖନ୍ତୁ ଯେ ଆହୁରି ଲୋକ ଅଛନ୍ତି ଦଳ ଭିତରେ, ଯେମିତି ଦିଲ୍ଲୀପ ରାୟ ବୋଲି କହିଛନ୍ତି, ଆପଣ ଦେଖିଲେ ତାଙ୍କ ସାଥିରେ 18 ଜଣ ଲୋକ ଯୋଗାଯୋଗ କରିଥିଲେ, କିଛି ଲୋକ ଆସିଲେ, ତାର ତ ସେମାନେ ସମ୍ମତି କୁଆଡେ ଦେଇଥିଲେ, ତାର ତ ଆହୁରି ଏମିତି ଲୋକ ଅଛନ୍ତି ଯାହାକୁ ଅଣାଯାଇ ପାରିବ। ତେଣୁ ଏମାନେ ଗୋଟେ ନିଶ୍ଚିତ ଭାବରେ ପ୍ଲାନ କରୁଛନ୍ତି। ଆ ପଛରେ କୃଷ୍ଣଭୂମିରେ କିଏ ଅଛନ୍ତି? କୃଷ୍ଣ ପଛରେ ବିଜୟ ମହାପାତ୍ର ଅଛନ୍ତି, କୃଷ୍ଣ ପଛରେ ପ୍ରଭାତ ତ୍ରିପାଠୀ ଅଛନ୍ତି, ଅମର ଶତପଥୀ ଅଛନ୍ତି, ପ୍ରଭାତ ବିଶ୍ୱାଳ ଅଛନ୍ତି। ଏଇ ସବୁ ଯୋଉମାନେ ଅଛନ୍ତି, ଯୋଉମାନେ ପୁରୁଖା ଲୋକ। ଆପଣ ଭାବୁଛନ୍ତି ଏମାନେ ମୋବିଲାଇଜ କରିପାରିବେ ବିଜେଡିକୁ ପୁଣି ଥରେ ଭାଙ୍ଗିବା ପାଇଁ? ଏମାନେ ଗୋଟେ ଷଡ଼ଯନ୍ତ୍ର କରୁଛନ୍ତି ବା ମସୁଦା କରୁଛନ୍ତି, ଗୋଟେ ପ୍ଲାନ କରୁଛନ୍ତି। ବିଜେଡି କି ନୁହଁ, ସେମାନେ ପୁଣି କହୁଛନ୍ତି ଆପଣ ଡିଏମକେ ହେଇଥିଲା, ଆପଣ ଜାଣିଛନ୍ତି ଶିବସେନା ଦିଭାଗ ହେଲା, ଆପଣ ଜାଣିଛନ୍ତି ବିଜେଡି ଦିଭାଗ ହବ। ଏଇଭଳିଆ ଗୋଟେ ଉଦ୍ୟମ, ଏଇ ଉଦ୍ୟମରେ ବର୍ତ୍ତମାନ 8 ଜଣ ହେଲେ ୟାଙ୍କର
ଆପଣ ସସ୍ପେଣ୍ଡ କରିବେ, ଏମାନେ ଏକ୍ସପେଲ ହବା ସସ୍ପେଣ୍ଡ ହବା ନିଶ୍ଚିତ। ଏଥିରେ କିଛି ଭୁଲ ଭାଲ ଏମାନେ ଏକ୍ସପେଲ ହେବା ବା ସସ୍ପେଣ୍ଡ ହବା ନିଶ୍ଚିତ। ନିଶ୍ଚିତ, ଏଥିରେ ଆଉ କିଛି ଦ୍ୱିଧା ନାହିଁ, କାହିଁକି ସେମାନେ ପୁରାପୁରି ନବୀନ ପଟ୍ଟନାୟକ ଅସରେ ଚାଲିଶ କରୁଛନ୍ତି। କିନ୍ତୁ ବିଜେପିରେ ଏବେ ମଧ୍ୟ ଅଧିକାଂଶ ଲୋକ ମେଜରିଟି ଆଉ ମେଜରିଟି ଅଫ ଦି ୱାର୍କର୍ସ ସେ ନବୀନ ପଟ୍ଟନାୟକଙ୍କୁ ନେତା ଭାବରେ ମାନିକି ଆସନ୍ତି। କାରଣ ନବୀନ ପଟ୍ଟନାୟକ ବ୍ୟତୀତ ସେଠି ଦ୍ୱିତୀୟ ନେତା ଆବିର୍ଭାବ ହେଇନାହାନ୍ତି ଅଛନ୍ତି ଏବଂ କୌଣସି ଆଞ୍ଚଳିକ ଦଳର ଫର୍ମେସନ ଇଲେକ୍ସନ ଡିବାକଲ ପରେ 24 ମସିହାର ନିର୍ବାଚନ ପରାଜୟ ପରେ ମାତ୍ର 8 ଜଣ ବିଧାୟକଙ୍କର ସ୍ୱର ଦଳ ବିରୁଦ୍ଧରେ ଯାଇଛି। ତ ବର୍ତ୍ତମାନ ସୁଦ୍ଧା 42 ଜଣ ବିଧାୟକ ଅଛନ୍ତି ନବୀନ ବାବୁଙ୍କ ସାଇଡରେ। ତ ଆପଣ ଭାବୁଛନ୍ତି ଏ 42 ଜଣ ମଧ୍ୟ ତାଙ୍କ ଭିତରୁ ଏମିତି ବିଧାୟକ ଅଛନ୍ତି ଯୋଉମାନେ ପରିସ୍ଥିତି ଆଉ ପରିବେଶ ଆସିଲେ ସେମାନେ ମଧ୍ୟ ଦଳ ତ୍ୟାଗ କରିପାରନ୍ତି? ଦେଖନ୍ତୁ, ଇଏ ବର୍ତ୍ତମାନ ମଞ୍ଜି ବୁଣା ହେଲା, ମଞ୍ଜିଟି ପଇଲା। ମୁଁ ଯୋଉ ଯେ ମଞ୍ଜିଟା ଗଛ ହବ ବୋଲି ମୁଁ କହୁନି, କିନ୍ତୁ ପୁରା ମଞ୍ଜିଟି ଗୋଟେ ପୋତା ହେଲା ନା ନାଇଁ। ଏଇ ଯୋଉ ମଞ୍ଜିରେ ଯୋଉମାନେ ଅଛନ୍ତି ଆ ପୃଷ୍ଠଭୂମିରେ ଯୋଉମାନେ ଅଛନ୍ତି ସେମାନେ କିଛି କମ ଲୋକ ନୁହନ୍ତି। ଏବଂ ବଡ କଥା ହଉଛି ଏଇ ଯୋଉମାନେ ଆଦିରେ ଅଧିକାଂଶ ହଉଛନ୍ତି ୟଙ୍ଗର, ଏଇ ବିଧାୟକ ମାନେ ହଉଛନ୍ତି ଅନେକ ୟଙ୍ଗର, ତାଙ୍କ ନିଜ ରାଜନୈତିକ ଭବିଷ୍ୟତ ଅଛି ନା ନାଇଁ। ଏବଂ ସେ ରାଜନୈତିକ ଭବିଷ୍ୟତକୁ ବିଜେପି ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ କରିପାରିବ। ଏଇ ଯେ ବର୍ତ୍ତମାନ ଭାବୁ ବିଜେପି ହୁଏତ ଆଗକୁ ଯଦି ଏଇ ଉଦ୍ୟମ ଯଦି ଏମାନେ କରୁଛନ୍ତି ତା ପଛରେ ହୁଏତ ବିଜେପି ସହାୟତା କରିବ। ଯଦି ମୁଁ କହିଲି ଏଇଟା ହୁଏ ଶିବସେନା କଥା କୁହନ୍ତୁ ସହାୟତା କରିବ, କିନ୍ତୁ ବିଜେପି ଆଙ୍କୁ ସମସ୍ତଙ୍କୁ ନେଇକି ଆକୋମୋଡେଟ୍ କରିଦବ ଏହା ସମ୍ଭବ ନାହିଁ। ଏବଂ ଆକୋମୋଡେଟ୍ କରିଦେଲେ ଲାଭ କିଛି ହବନି। ତ ଏମାନେ ଗୋଟେ ପଲିଟିକାଲ ପ୍ଲାଟଫର୍ମ କରିଦେଲେ ମଧ୍ୟ କିଛି ଲାଭ ହବନି। କାହିଁକି ନା ବିଜେପି ତଥାପି ଯଦି ବିଜେପି ଚାଲିଗଲେ ବିଜେପିର ଜେନେରାଲ ଓଡିଶାରେ ଯୋଉ ଲୋକ ଅଛନ୍ତି ସେ ରହିଯାଏ। ବାକି 42 ଲୋକ ହୁଅନ୍ତୁ, 42 ବିଧାୟକ କଲେ କମ କଥା ନୁହେଁ। ଏବଂ ଭୋଟ ଉପରେ ତାର କଣ ପ୍ରଭାବ ପଡୁଛି ନା ନାହିଁ କେହି କାହାକୁ ଜଣା ନାହିଁ। ମତେ ଗୋଟେ କଥା କୁହନ୍ତୁ, ବର୍ତ୍ତମାନ ସମୟରେ ଆମେ ଦେଖୁଛୁ ଯେ ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀଙ୍କୁ ବହୁ ଜୋରରେ ବିଜୁ ଜନତା ଦଳ ନେତା ମାନେ ଆଟାକ୍ କରୁଛନ୍ତି। ଆପଣ ଗତକାଲି ରାତିରେ ଦେଖିବେ ପ୍ରତାପ ଜେନାଙ୍କ ଘର ଆଗରେ ଯାଇକି ହଙ୍ଗାମା କଲେ କିଛି ଯୁବକ, ଯୋଉମାନେ ତାଙ୍କ ସିଗ୍ନେଚରରେ କଣ ଇଣ୍ଡିକେଟ କରୁଛି? ଆପଣ ଦେଖିବେ ଏଇ ଘଟଣା ପରେ ବିଜୁ ଜନତା ଦଳ ନ୍ୟାଚୁରାଲି ନବୀନ ପଟ୍ଟନାୟକ ଅଥରିଟି ଉପରେ ବଡ ଧରଣର ଆଘାତ ହେଇଯିବା ପରେ ଏମାନେ ସମସ୍ତେ ଏଇ ଯୋଉ କ୍ରସ୍ ଭୋଟିଂ କରିଛନ୍ତି ସେମାନଙ୍କ ଘର ଆଗରେ କଲେ, ଚାରିଆଡେ ତାଙ୍କ ଘର ଆଗରେ ବିକ୍ଷୋଭ କଲେ ସମସ୍ତ ଆଗରେ। ସୁଭାଷିଷ ଜେନାଠୁ ଆରମ୍ଭ କରି ରମାକାନ୍ତ ଭୋଇଙ୍କର ଅବସ୍ଥା ଖରାପ ସମସ୍ତଙ୍କ ଆଗରେ ହେଇଛି। କାହିଁ କରୁଛନ୍ତି ମାନେ ତାଙ୍କ ଉପରେ ପ୍ରେସର ବିଲ୍ଡଅପ୍ କରୁଛନ୍ତି, ଲୋକମାନେ ପ୍ରେସର ବିଲ୍ଡ କରୁଛନ୍ତି, କର୍ମୀ ମାନଙ୍କ ପ୍ରେସର ବିଲ୍ଡଅପ୍ କରୁଛନ୍ତି। ଏପରିକି ପ୍ରଭାତ ତ୍ରିପାଠୀଙ୍କ ଘର ଆଗରେ ହେଲା ଦେବୀ ରଞ୍ଜନ ତ୍ରିପାଠୀଙ୍କ ସକାଶେ ନିଶ୍ଚିତ। କିନ୍ତୁ ଦେବୀ ରଞ୍ଜନ ତ୍ରିପାଠୀ ବହୁ ବର୍ଷ କାଳ 2-4 ବର୍ଷ ହେଲା ବିଜୁ ଜନତା ଦଳ ଛାତ୍ର ଯୁବ ଶାଖାର ମୁଖ୍ୟ ଦାୟିତ୍ୱରେ ଥିଲା। ତାଙ୍କ ଘର ଆଗେ ଏବଂ ସେମାନେ କଣ ନେଇଛନ୍ତି ଷ୍ଟାଣ୍ଡ, ସିଏ ନେଇଛନ୍ତି ଯେ ଆମେ ଯୋଉ ଷ୍ଟାଣ୍ଡ ନେଇଛୁ ୟା ପଛରେ ବିଜୁ ଜନତା ଦଳର ଅଧିକାଂଶ କର୍ମୀ ଅଛନ୍ତି, ଛାତ୍ରମାନେ ଅଛନ୍ତି, ଇଭିନ୍ ମୋ ଅଞ୍ଚଳରେ କର୍ମୀ ମାନେ ଅଛନ୍ତି, ଲୋକମାନେ ଅଛନ୍ତି, ଏଇ ଷ୍ଟାଣ୍ଡ ସେ ନେଉଛନ୍ତି। ଏଇ ଷ୍ଟାଣ୍ଡ ତାଙ୍କ ଘର ଆଗରେ ହେଇଗଲା। ତେଣୁ ଆଉ ଗୋଟେ କାଉଣ୍ଟର ଏମାନେ ଚିନ୍ତା କଲେ ୟାର କାଉଣ୍ଟର କାହିଁକି ପ୍ରତାପ ଦେବଙ୍କ ଘର ଆଗରେ କାହିଁକି ହେଲା? ପ୍ରତାପ ଦେବଙ୍କ ଘର ଆଗରେ ପ୍ରତାପ ଦେବ କହୁଛି ପ୍ରତାପ ଜେନାଙ୍କ ଘର ଆସ, ପ୍ରତାପ ଜେନା 6 ନମ୍ବରରେ କ୍ୱାର୍ଟରରେ ଅଛନ୍ତି, ଗଭର୍ଣ୍ଣମେଣ୍ଟ କ୍ୱାର୍ଟରରେ। କିଏ? ପ୍ରତାପ ଜେନା। ତାଙ୍କ ଘରଟି ମତେ ଲାଗିଲା ଗୋଟେ ଗଭର୍ଣ୍ଣମେଣ୍ଟ କ୍ୱାର୍ଟର। ମୁଁ ଗଭର୍ଣ୍ଣମେଣ୍ଟ କ୍ୱାର୍ଟରରେ ନାହିଁ, 6 ନମ୍ବର ଯୋଉଟା ହେଇଛି ମୁଁ ଭାବୁଛି ଗଭର୍ଣ୍ଣମେଟ କ୍ୱାର୍ଟର ବି ସେ ଯୋଉ ହାଉସିଂ ବୋର୍ଡ ଯୋଉ ଘର ଅଛି ତା ଭିତରେ ଗୋଟେ ଘର ବୋଧେ କୋଉଠି ସେ ଅଛନ୍ତି। ଏବଂ ପ୍ରଭାତ ତ୍ରିପାଠୀଙ୍କ ଘର ଆଗରେ ଯୋଉଟା ହେଲା ତାର ଜଣେ କର୍ଣ୍ଣଧାର ଭାବରେ ଇଏ ପ୍ରତାପ ଜେନା ଏଥିରେ ଅଛନ୍ତି ବୋଲି ତାଙ୍କର ଦୃଢ ବିଶ୍ୱାସ। ହବାର କାରଣ ହଉଛି ଏଇଟା। ଏବଂ ଯୋଉମାନେ କେତେବେଳେ ବର୍ତ୍ତମାନ ଏଇ ମାନଙ୍କ ବିରୁଦ୍ଧରେ ଚାରିଆଡେ ଲୋକ ସଂଗଠିତ କରୁଛନ୍ତି କହିବୁ ସେଥିରେ ପ୍ରତାପ ଦେବଙ୍କର ଭୂମିକା ଅଛି। ତେଣୁ ଏମାନେ ପ୍ରତାପ ଦେବଙ୍କ ଘର ଆଗରେ ଏବଂ ଯୋଉମାନେ କରୁଛନ୍ତି ମୁଁ କହିଲି ଏ ଦଳର ଯୋଉମାନେ ଏଇ ଯୋଉମାନେ ହେଲେ କି ଦେବୀ ରଞ୍ଜନ ତ୍ରିପାଠୀ ହେଲା ଏମାନଙ୍କର ବିଜେଡିର ଯୁବ ଛାତ୍ର ସଂଗଠନ ଉପରେ ଡିସକଣ୍ଟ୍ରୋଲ ଅଛି ନା। ଏବଂ ୟାଙ୍କୁ ବର୍ତ୍ତମାନ ମୁହୂର୍ତ୍ତରେ ଯେହେତୁ ଏଇ ସ୍ଥିତିରେ ବିଜେପିର କିଛି କର୍ମୀ ମାନେ ମଧ୍ୟ ସାହାଯ୍ୟ କରୁଛନ୍ତି, ତେଣୁ ପ୍ରତାପ ଜେନାଙ୍କ ଘର ଆଗରେ ହେଲା କାରଣ ଏମାନେ ଭାବୁଛନ୍ତି ପ୍ରତାପ ଜେନା ଏଇ ଗଣ୍ଡଗୋଳ ପଛରେ ମଧ୍ୟ ଗୋଟେ ଭୂମିକା ଅଛି, ତାଙ୍କ ଘର ଆଗରେ ଗୋଟେ କରାଯିବା ଦରକାର। କିନ୍ତୁ ଏଇଟାର କିଛି ଅଲ୍ଟିମେଟ ଏଫେକ୍ଟ କିଛି ହବନି। ଅଲ୍ଟିମେଟ ଏଫେକ୍ଟ ହଉଛି ଏଇ ଯୋଉ ଗ୍ରୁପଟି ବର୍ତ୍ତମାନ ବାହାରିଛନ୍ତି
ଏମାନେ ଗୋଟେ କି ନିର୍ଦ୍ଦିଷ୍ଟ ରୂପରେଖକୁ ଯିବେ ସେମାନେ ମୁଁ ଯୋଉଟା କହିଲି ହେଲା ଶିବସେନା ହେଲା ସେଇଭଳି ଦିଗରେ ତ କୁହାଯାଉଛି। ଆପଣ ଭାବୁଛନ୍ତି ମାନେ ସକ୍ଷମ ହେବେ ସେଭଳି ଗୋଟେ ସ୍ପ୍ଲିଟ୍ କରିବା ପାଇଁ? ନାଇଁ ତାଙ୍କର ଲକ୍ଷ୍ୟ କଣ ହବ? ତାଙ୍କର ଲକ୍ଷ୍ୟ ସେଇଆ ହବ। ସେଥିରେ ବିଜେପି ମଧ୍ୟ ତାଙ୍କୁ ସହାୟତା କରିବ। କାହିଁକି ନା ବର୍ତ୍ତମାନ ଆପଣ ଭାବୁଛନ୍ତି ଯିଏ ଅସନ୍ତୁଷ୍ଟ ହବ ସେ ବିଜୁ ଲିଗାସୀ ନାଁରେ ଆସି ଏମାନଙ୍କ ସହିତ ମିଶିବ? ଏକ୍ଜାକ୍ଟଲି ସେଇଟା ତାଙ୍କର ଏକମାତ୍ର ଲକ୍ଷ୍ୟ ଏବଂ ସେଇ ଲକ୍ଷ୍ୟରେ ସେ କାମ କରୁଛନ୍ତି। କାରଣ ଏଇ ଲକ୍ଷ୍ୟରେ ଯଦି ସେମାନେ ଠିକ ଭାବରେ ଲୋକଙ୍କ ସମର୍ଥନ ପାଇବେ, କର୍ମୀମାନଙ୍କ ସମର୍ଥନ ପାଇବେ, ବସିଯିବେ, ତାହେଲେ ଏଇଟା ସଫଳ ହେଇଯିବ। ନବୀନ ପଟ୍ଟନାୟକ ଆକ୍ଟିଭ ହେଇଯାଇଛନ୍ତି। ମତେ ଅନେକ ଲୋକ କହିଲେ ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ଯେତିକି ଆକ୍ଟିଭ ନଥିଲେ ବର୍ତ୍ତମାନ ତାଠୁ ଅଧିକ ଯାଉନଥିଲେ, କିନ୍ତୁ ଆଜି ଲିଡର ଅପୋଜିସନ କରୁଛି ବିଧାନସଭା ବିଲ୍ଡିଂ ଏବଂ ସିଏ ସକ୍ରିୟ ହେଇଯାଇଛନ୍ତି। ସକ୍ରିୟ ଖାଲି ହେଇନାହାନ୍ତି, ପଲିଟିକାଲ ସକ୍ରିୟ ହେବା ସହିତ ତାଙ୍କର ଗୋଟେ ହାତ ମଧ୍ୟ ବି କଂଗ୍ରେସ ଆଡକୁ ଗଲା ଭଳିଆ ଲୋକ ମନରେ ଫିଲିଂ ମଧ୍ୟ ଆସିଲାଣି। ତେଣୁ ବିଜେପି ମଧ୍ୟ ଭାବୁଛି ଏଇଟା ବଡ ତାଙ୍କ ପାଇଁ ଭବିଷ୍ୟତରେ ବିପଦ ହବ। ତେଣୁ ବିଜେଡି ଦୁର୍ବଳ ହବା ନିହାତି ବିଜେପି ପାଇଁ ଆବଶ୍ୟକ, ବିଶେଷ ପଞ୍ଚାୟତ ନିର୍ବାଚନ ପୂର୍ବରୁ। ପଞ୍ଚାୟତ ନିର୍ବାଚନ ହବ, ସେତେବେଳକୁ ଯଦି ଏଇ ରୂପରେଖାଟାକୁ ନ ଆସିବ ତାହେଲେ ପରିସ୍ଥିତି ଭିନ୍ନ। ତ ଆପଣ ଭାବୁଛନ୍ତି କି ଏବେ ବି ଅସନ୍ତୋଷ ଅଛି? ଏଇ 8 ଜଣଙ୍କ ବାଦ ଆହୁରି ଅନେକ ବିଧାୟକ ଅଛନ୍ତି ଯୋଉମାନେ ହୁଏତ ସ୍ୱର ଉତ୍ତୋଳନ କରିପାରନ୍ତି, ଯୋଉମାନେ ହୁଏତ ଦଳ ଛାଡିବା ପାଇଁ ଆଗଭର ହେଇପାରନ୍ତି, ଯଦି ସେଇଭଳି ଗୋଟେ ଭଲ ନେତୃତ୍ୱ ସେ ପାଖରେ ରୁହେ। ଏକ୍ଜାକ୍ଟଲି ଆପଣ ଯୋଉଟା କହିଲେ, ଏମାନେ କୁଆଡକୁ ଯାଉଛନ୍ତି ଜଣା ନାହିଁ। ଏମାନେ ବର୍ତ୍ତମାନ କେବଳ ବିଜୁ ଲିଗାସୀ କଥା କହୁଛନ୍ତି ଏବଂ ଏମାନଙ୍କର କଂକ୍ରିଟ ରୂପରେଖ କିଛି ଜଣା ପଡିନି। ଆଉ ଏମାନଙ୍କର ନେତୃତ୍ୱ କିଏ ନେବେ ତାହା ମଧ୍ୟ ମାଡ ହଉଛି ଭିକେ ପାଣ୍ଡିଆନ ସମ୍ପୃକ୍ତ ବିଷୟ ଉପରେ ଆପଣ ଲକ୍ଷ୍ୟ କରନ୍ତୁ ଏବଂ ନବୀନ ପଟ୍ଟନାୟକ। ଯେ ନବୀନ ପଟ୍ଟନାୟକ ଆପଣ ମୁଁ ସିଧାସଳଖ ନବୀନ ପଟ୍ଟନାୟକ ଆଟାକ କରୁଛନ୍ତି ଯେ ନବୀନ ପଟ୍ଟନାୟକ ବିଜୁ ଲିଗାସୀକୁ ଓଡିଶାରେ ଧ୍ୱଂସ କରିଦେଲେ। ତ ଆପଣ ଭାବୁଛନ୍ତି କି ବର୍ତ୍ତମାନ ସୁଦ୍ଧା ସେଇଭଳି ଅସନ୍ତୋଷ ଏବେ ବି ରହିଛି ବିଜେଡି ଭିତରେ? ମୁଁ ଭାବୁଛି ଦିଟା କଥା, ଯଦି ଏଇ ଗ୍ରୁପ ତାଙ୍କ ଲକ୍ଷ୍ୟ ଦିଗରେ ଆଗେଇ ନ ପାରିବେ, ଯୋଉଟା କି ମୁଁ କହିଲି ଦିଲ୍ଲୀପ ରାୟ ସୂଚନା ଦେଇଛନ୍ତି 18 ଜଣ ତାଙ୍କୁ ସବୁ କଥା ଦେଇଥିଲେ, ସେମାନେ କିଏ ଆମେ ଜାଣିନେ, ତାହେଲେ କଣ ହବ? ତାହେଲେ ନବୀନ ପଟ୍ଟନାୟକ ଭାରି ହେଇ ପଡିବେ, ନବୀନ ପଟ୍ଟନାୟକ ତାଙ୍କ ସମର୍ଥକ ମାନେ ଭାରି ହେଇ ପଡିବେ ଆଗ ଉପରେ। ଆପଣ ବୁଝନ୍ତୁ ଅଲ୍ଟିମେଟଲି ତ ଲୋକ ଜଜ୍ କରିବେ, ଅଲ୍ଟିମେଟଲି ଏମାନଙ୍କ ପରଫରମାନ୍ସ ଏମାନଙ୍କ ବିଷୟରେ ଲୋକ ଜଜ୍ କରିବେ। କାହିଁ କହିଲି ପଞ୍ଚାୟତ ଟର୍ଣ୍ଣିଂ ପଏଣ୍ଟ ହବ ନିର୍ବାଚନ। ଯଦି ପଞ୍ଚାୟତ ନିର୍ବାଚନରେ ବେଳକୁ ଏମାନେ ନିର୍ଦ୍ଦିଷ୍ଟ ରୂପରେଖ ନ ନେବେ, ଲୋକ ପାଖକୁ ତ ଯିବେ ନା ନାଇଁ, ଲୋକଙ୍କୁ କଣ କହିବେ? ଆମେ ଏଇ କାରଣ ନବୀନ ପଟ୍ଟନାୟକ ବିରୁଦ୍ଧରେ ଯାଇଛୁ ବା ନବୀନ ପଟ୍ଟନାୟକ ଏଇଆ କଲେ, ତାକୁ ଲୋକମାନେ କେମିତି ଗ୍ରହଣ କରୁଛନ୍ତି, ବିଜେଡିର କର୍ମୀମାନେ କେମିତି ଗ୍ରହଣ କରୁଛନ୍ତି? ଏଇ 8 ଜଣ ଗୋଟେ ପ୍ଲାଟଫର୍ମ ବର୍ତ୍ତମାନ ବନେଇବା ପାଇଁ ବାଧ୍ୟ। এই প্ল্যাটফর্ম যদি ন বনিব বা গোটে পলিটিকাল পার্টি বা পলিটিকাল অর্গানাইজেশন যদি ন বনিব তাহলে এই 8 জন বিধায়কଙ୍କର ভবিষ্যতକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ। ତେଣୁ ଏମାନେ ପୁରା ଦମରେ ଲାଗିବେ ଯେ ଆମେ ଯୋଉମାନେ ଅସନ୍ତୁଷ୍ଟ ନେତା, ଯୋଉମାନେ ଏକ୍ସପେଲ ହେଇଛୁ, ଯୋଉମାନେ ସସ୍ପେଣ୍ଡ ହେଇଛୁ, ଆମର ଗୋଟିଏ ଶକ୍ତି ପରୀକ୍ଷାର ସମୟ ଆସିଛି, ନହେଲେ ଆମେ ଆମର ରାଜନୈତିକ ଏକ୍ଜିଷ୍ଟେନ୍ସ ଆମେ ରଖିପାରିବୁ ନାହିଁ। ରାଜନୀତିରେ ବଞ୍ଚିବା ପାଇଁ ହେଲେ ଏଇ 8 ଜଣ ବିଧାୟକଙ୍କ ପାଇଁ ଗୋଟିଏ ପ୍ଲାଟଫର୍ମର ଆବଶ୍ୟକତା ଅଛି। ସେଥିପାଇଁ ଏମାନେ ପୁରା ଚେଷ୍ଟା କରିବେ ବିଜେଡିକୁ ଭାଙ୍ଗିବା ଏବଂ ସେଇ ବିଜେଡିକୁ ଭାଙ୍ଗିବା ପାଇଁ ଏବଂ ଏଇ ପ୍ରକ୍ରିୟାରେ ଭାରତୀୟ ଜନତା ପାର୍ଟି ସହାୟତା ଦବ, ଏହା ମଧ୍ୟ ସ୍ପଷ୍ଟ ଜଣା ପଡୁଛି। କିନ୍ତୁ ଏମାନେ କୋଉ ପରିମାଣରେ ବିଜେଡି କର୍ମୀମାନଙ୍କୁ ଆଣିପାରୁଛନ୍ତି, ବିଜେଡି ନେତା ମାନଙ୍କୁ ଆଣିପାରୁଛନ୍ତି, କୋଉ ପରିମାଣରେ ଲୋକମାନେ ଆକୃଷ୍ଟ ହଉଛନ୍ତି? ଆପଣ ସୋସିଆଲ ମିଡିଆ ଦେଖିଲେ ଆପଣ ଉଭୟ ପଟରୁ ଚାଲିଛି ବର୍ତ୍ତମାନ ଆକ୍ରମଣ ଚାଲିଛି, ପ୍ରତି ଆକ୍ରମଣ ବି ଚାଲିଛି। ତେଣୁ ଆପଣ ଲୋକମାନେ କଣ ସେଟୁ କରୁଛନ୍ତି? ଏବଂ ମୋର କହିବା କଥା ହଉଛି ନବୀନ ପଟ୍ଟନାୟକ ଷ୍ଟିଲ୍, ମୁଁ ଏବେ ମଧ୍ୟ କହୁଛି ଏଇ ଯୋଉ ବିଜୁ ଜନତା ଦଳର ଯେତେ ନେତା ଥାଆନ୍ତୁ ନା କାହିଁକି, ନବୀନ ପଟ୍ଟନାୟକ ଷ୍ଟିଲ୍ ଷ୍ଟାଣ୍ଡସ୍ ଆଟ୍ ଏ ହାୟର ପୋଜିସନ। ବହୁତ ଦିନ ହେଲା ମୁଖ୍ୟମନ୍ତ୍ରୀ ଥିଲେ, ଇଏ ଥିଲେ, ବିଜୁଙ୍କ ପଇସା ରହିଯାଇଛି, ତାକୁ ଭାଙ୍ଗିକି ଆପଣ ଗୋଟେ ବିକଳ୍ପ ଭାବୁଛି କରିବା ଏତେ ସହଜ କଥା ନୁହେଁ। ସହଜ କଥା ନହେଲେ ମଧ୍ୟ ଯଦି ପ୍ରକୃତରେ ଯୋଉମାନେ ଆର ପୃଷ୍ଠଭୂମିରେ ଯୋଉମାନେ ଅଛନ୍ତି ସେମାନେ ଆଗକୁ ଆସିବା ଦରକାର ଯେ ୟେସ୍। ଆଉ ବିଜେପି ଯଦି ପୁରା ଦମରେ ଲାଗେ ଓଡିଶାବାସୀଙ୍କୁ ଏତେ ଦିନ ଧରି ଠକିଲେ, ଓଡିଆଙ୍କୁ ଠକିଦେଲେ, ଓଡିଶା ଲୋକଙ୍କୁ ଠକିଦେଲେ, ପ୍ରକୃତରେ ଏଇଆ ନୁହନ୍ତି। ଇଏ ବିଜୁ ପଟ୍ଟନାୟକ ପଛରେ ଗୋଟେ ସ୍ୱାଭିମାନ ଷ୍ଟାମ୍ପ ଅଛି। ବିଜୁ ପଟ୍ଟନାୟକ ଯୋଉ କଂଗ୍ରେସରୁ ବାହାରିକି ଏଠି କରିଥିଲେ
ଉତ୍କଳ କଂଗ୍ରେସ ତାପରେ ପରେ ଜନତା ଦଳ ହେଇକି ଆସିଥିଲେ ତା ପଛରେ ଗୋଟେ ସ୍ୱାଭିମାନ ଆଙ୍ଗେଲ ଅଛି ଇନ୍ଦିରା ଗାନ୍ଧୀଙ୍କ ସାଙ୍ଗରେ ତାଙ୍କର ଯୋଉ ଡିଫରେନ୍ସ ହେଲା ସେଠୁ ଏମର୍ଜେନ୍ସି ହେଇନି କିନ୍ତୁ ସେତେବେଳେ 70 ମସିହାରେ ବାହାରିଲେ ସିଏ ବିବିକେନି ରାଷ୍ଟ୍ରପତି ନିର୍ବାଚନ ଅଲଗା ହେଇନାହାନ୍ତି ପରବର୍ତ୍ତୀ ଅବସ୍ଥାରେ ହେଲେ ଏଇଟା ସ୍ୱାଭିମାନ ପ୍ରଶ୍ନ ଉପରେ ଇନ୍ଦିରା ଗାନ୍ଧୀଙ୍କର ଅଥରିଟେରିଆନ ଯୁଗରେ ସିଏ ତାକୁ ସହିପାରିଲେନି ସେଇ ସ୍ୱାଭିମାନ ଯୋଉଟା ବିଜୁ ପଟ୍ଟନାୟକ ଯୋଉ ସ୍ୱାଭିମାନ ଦେଖେଇକି ଏଠି ସୃଷ୍ଟି କରିଥିଲେ ଉତ୍କଳ କଂଗ୍ରେସ ତାପରେ ଜନତା ଦଳ ହେଇକି ଅଣ କଂଗ୍ରେସ ପାର୍ଟି ପରିଣତ ହେଲା ସେଇ ସ୍ୱାଭିମାନର ଗୋଟେ ଯଦି ହଉଛି ବିଜୁ ନିକାଶିର ପ୍ରକୃତ ଅର୍ଥ ସ୍ୱାଭିମାନକୁ ନେଇ ଓଡିଆ ଜାତୀୟତା କଥା ରହିଛି ଏଇଟାକୁ କିଏ କିପରି କରିପାରିବ କିଏ କିପରି କରିପାରିବ ଏବଂ ଗୋଟେ କଥା ଏବେ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ନେତାଙ୍କୁ ସସ୍ପେଣ୍ଡ କରିଚାଲିଛନ୍ତି ମୁଁ ଦେଖୁଥିଲି ପୁରୀର ନେତା ଗୌରହରି ପ୍ରଧାନ ଯିଏ ପୂର୍ବତନ ଥିଲେ म्युनिसिपल चेयरमैन थे नवीन बाबू सस्पेंड କରିଛନ୍ତି ଅନେକ କର୍ମୀ ସାଧାରଣ जो मान ना बेसी लोक जानी ना सस्पेंड तो नवीन बाबू कहते जे मु दुर्बल नुहे मु सस्पेंड करी चली जे दल विरुद्ध रे जाउची जे असंतोष प्रकाश करूची मु भाबुची एटा गोटे इनडिसिप्लिन मु ता ऊपर एक्शन लेबी तो एटा गोटे भलो निष्पत्ति की जे उपा नहीं जाते तांकू वर्तमान से जोली भाबरे सीधा सब भाबरे ही अथॉरिटी इज बीइंग चैलेंज अथॉरिटी चैलेंज तांकर जो आज पर्यंत आपण हैंडल करो सुप्रीमो माने केही तांको कथा को चैलेंज करी अथॉरिटी सेटा सेटा फाटी गला सेटा फाटी गला परे ताकू ता स्वतः जे स्टैमिना न देखिबे एटा स्टैमिना देखेले वर्तमान जो माने एथरे शामिल हेई छथि शामिल हेई से खबर रखछथि का घर किए बसुची कोन कोन किए बसुची सेमान को समझी कराउ कारण ए वार्ता खाली एठी नो एंटायर ओडिसा रे वार्ता जाईची बिजू जनता दल सहित प्रथम जो मान दिले सारा ओडिसा रे सेमान को जोगासूत्र मानसिकता रही तो सेमाने एटा को आनी पारिबे ना नाही के दुर आगे चेष्टा करू प्रथम तो ये कोन करबे प्रथम चेष्टा करू जे से करे हम कम कहउचंती ताक बाकू जाउचंती ताक घरे बचचंती आगो सेमान को पार्टी रो बाहर कर दिया तो आ द्वारा गोटे बड़ मेसेज जीव जे असंतोष को आमे टॉलरेट करिबो तोमे जदी रहइबो आमो टर्म्स एंड कंडीशन रे रहइबो तेरो तोमे जदी जाओ ताले हमर किछि असुविधा आज आपन ताक पीएससी बैठक कहउची हां आपन देखिबे ये बाहर करिबे काहे के बिजू पटनायक नवीन पटनायक के अथॉरिटी को जदी काम न करचंदी जे बिजू लेवल रे रहइबो कि ना तेरो ए 6 जण विधायकन को एक्सपेल करा जीवो ना सस्पेंड करा जीवो बोले आपण भाउछ जे नहीं प्रथमे हुए तो सस्पेंड करि पारिबे एक्सपेल करिबे एई सुकासे एक्सपेल करि देले और सस्पेंड करि रखिले तांको आउटे सुविधा हबो तांको विधानसभा भितरे दलीय हुई ताकपति लागू हबो विधानसभा रे वोटिंग हबो जे दलीय वोटिंग यदि दलीय निर्देश अनुसार से न देबे ताको सभापति चलिबो तो सेमान को सस्पेंड करिकरी रखा जीवो मु भाबुची तांको विरुद्ध तांको समस्या के निलंबन करा जीवो आ पार्टी रो बाहर करा जीवो बहिष्कार करा जीवो बहिष्कार करिवे नाही किंतु दीटा अवसर से देखुतबे दीटा कारण विधानसभा रे ए सुजोग को जे जानि सेमान आसीबे एगरो मन जानि किंतु तांको हले की झुले की रखा जीवो किंतु रखिले कोन हबो ना से एक्सपेल न होला पर्यंत एक्सपेल हेले मतलब से और कोन एक्सट्रीम स्टेप नहीं पारिबे ने दल विरुद्ध रे वोट देई पारिबे ने विधानसभा भितरे विधानसभा लेजिस्लेशन जे आसीबो जल्दी गाड़ी सरकार लेजिस्लेशन दल देला जे डिवीजन हो वोट निया जाऊ दल हुई देला हुई अनुसार वोट दो आदेश माने नलता सपोर्ट चलियो तो वर्तमान समय आपण देखुचंती जे सस्पेंशन हवा संभव किंतु एक्सपेल हवा बोधे मेंबरशिप चली जा कई जो योजना होची मेंबरशिप चलीबार सजन कारण एटा इलेक्शन कमिशन द्वारा और सुप्रीम कोर्ट का निर्देश अनुसार 2006 मसिया रे एटा स्थिर होईची जे पार्टी व्हिप मैंडेटरी नुहे बाध्यतामूलक नुहे एटा लेजिस्लेटिव बिजनेस नो ना इट इज बीइंग कंडक्टेड बाय द इलेक्शन कमिशन सुप्रीम कोर्ट क्लियर कर दे कमिशन एक्शन करने बोले गाइडलाइंस मध्ये अछि निर्देशनामा तनो से क्षेत्र रे बीजेडी साइकोलॉजिकल प्रेशर तैयारी करू किंतु ये जदि कहीं आ भीतर अन्न दल रे मिसी जाए कही जदि उत्साहित होई काउ ता सब मत चली अन्य दल रे मिसिले सबे पद पळेबो तो आपण भाबुचंती जे नवीन पटनायक तांकर अथॉरिटी देखौचंती बिजू जनता दल ठीक अछि बोली मेसेज दउचंती जो माने दल विरुद्ध रे वोट देइचंती
ସେମାନଙ୍କ ବିରୁଦ୍ଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ବିଜୁ ଜନତା ଦଳ ତାର ଅସ୍ତିତ୍ୱକୁ ଜାହିର କରିବ। ନବୀନ ପଟ୍ଟନାୟକ ବହୁ ବର୍ଷ ପରେ ସକ୍ରିୟତା ଦେଖାଉଛନ୍ତି। ଯୋଉ ନବୀନ ପଟ୍ଟନାୟକ ନିଜର ସମସ୍ତ କ୍ଷମତାକୁ ଡେଲିଗେଟ କରିଦେଇଥିଲେ ପାଣ୍ଡିଆନ ବାବୁଙ୍କ ହାତରେ, ସେ ନିଜେ ବର୍ତ୍ତମାନ ସକ୍ରିୟ ହେଇ ବିଜେଡିକୁ ଏକଜୁଟ ରଖିବା ପାଇଁ ପୁରା ଚେଷ୍ଟା କରୁଛନ୍ତି। ଆପଣ ଦେଖୁଛନ୍ତି ସୋସିଆଲ ମିଡିଆରେ ଯୋଉ ଆଟାକ ଚାଲିଛି ଦଳ ବିରୁଦ୍ଧରେ ଭୋଟ ଦେଇଥିବା ବ୍ୟକ୍ତିମାନଙ୍କ ପ୍ରତି। ତେଣୁ ଏ କ୍ଷେତ୍ରରେ ଆପଣ ଦେଖିବେ ଯେ ଆଗକୁ ଗୋଟିଏ ପଲିଟିକାଲ ପ୍ଲାଟଫର୍ମ ବିଜୁ ଜନତା ଦଳରୁ ଯୋଉମାନେ ବିତାଡ଼ିତ ହୋଇଛନ୍ତି ବା ସସ୍ପେଣ୍ଡ ହେଇଛନ୍ତି ସେଇମାନଙ୍କୁ ନେଇ ଗୋଟିଏ ଦଳର ପରିକଳ୍ପନା ହୁଏତ ଆଗାମୀ ଦିନରେ ହେଇପାରେ। ଏ ସମ୍ପର୍କୀୟ ଚିତ୍ର ଗୋଟିଏ ଖାଲି କହୁଛି, ଯଦି ଆପଣ କେହି ବି ଜଣେ ସାହସ ପ୍ରଦର୍ଶନ କରିବ one MLA will volunteer to resign and go for a by-election and fight on this issue, ସେ ଯେ ଅନେକଟା ସେଟଲ ହେଇଯାତା। ଏ ସାହସ କେହି ଜଣେ କରିବ କି? ଏଭଳିଆ ରିସ୍କ ବର୍ତ୍ତମାନ ସମୟରେ କେହି ନେଲା ଭଳି ଲାଗୁନି। ନାଇଁ, ତାହେଲେ କଣ ହବ? ବାଇ-ଇଲେକ୍ସନ ହେଇଯିବ। ସିଏ ଚାହିଁବେ ଇଲେକ୍ସନ ବାଇ-ଇଲେକ୍ସନ ହବ, ହୁଏତ ବିଜେପି କଣ କରିବ ସେଟା ଦୋସରା କଥା, କିନ୍ତୁ ବାଇ-ଇଲେକ୍ସନ ହେଇଯିବ, ସେ ଛିଡା ହବ। କିନ୍ତୁ ଏଇ ପ୍ରସଙ୍ଗକୁ ନବ ଲୋକ ପାଖକୁ, ପରିମାଣ ପାଖକୁ ଲୋକମାନେ ନବ। How are the people responding to it? ତାହା ଜଣା ପଡିବ। କିନ୍ତୁ ରବାବୁ ଆପଣଙ୍କୁ ସନ୍ତୁଷ୍ଟ କଲା ଭଳି ସେଭଳି ଉତ୍ତର ଯାହା ଆପଣ ଖୋଜୁଛନ୍ତି ମୁଁ କାହିଁ ଖୋଜିବି? ଲୋକ କେମିତି ରେସ୍ପଣ୍ଡ କରିବେ ତାର ଉତ୍ତର ଇଲେକ୍ସନ ପୂର୍ବରୁ 29 ମସିହା ଇଲେକ୍ସନ ପୂର୍ବରୁ ମିଳିବନି। କାରଣ ସେଭଳି ସାହସ ଦେଖେଇ ବିଜେଡି ସସ୍ପେଣ୍ଡ କରିବା ପୂର୍ବରୁ ନିଜେ ରିଜାଇନ କରି ଲୋକଙ୍କ ଦରବାରକୁ ଯିବା। ଗଣତନ୍ତ୍ରରେ ଲୋକମାନେ ହଉଛନ୍ତି ସର୍ବେସର୍ବା, ହଁ ନା ନାଇଁ? ନିଜେ ମାନିବେ ଆପଣ। ମୁଁ ସେ ଲୋକ ମତଟା ଜାଣିବା ପାଇଁ ଏଇଟା ଗୋଟେ ଟେଷ୍ଟ କରିବା, ସାହସ କରିବେ। କିନ୍ତୁ ଏ ଟେଷ୍ଟ ଦେବା ପାଇଁ କେହି ଆସିବେନି। ମୁଁ ନିଶ୍ଚିତ ଯେ ନିଜ ପଦବୀରୁ କେହି ଇସ୍ତଫା ଦେବେ ନାହିଁ। ମାମଲା ଏମିତି ଚାଲିବ ଏବଂ ଗୋଟେ ବିକଳ୍ପ ପ୍ଲାଟଫର୍ମ ତିଆରି କରିବା ଲକ୍ଷ୍ୟରେ ବିଜେଡିର ଅସନ୍ତୁଷ୍ଟ ନେତାମାନେ ରହିବେ। ନବୀନ ପଟ୍ଟନାୟକ ନିଜର ଅଥରିଟି ଜାହିର କରୁଛନ୍ତି ବହୁ ଦିନର ନିଷ୍କ୍ରିୟତା ପରେ। ବହୁତ ଧନ୍ୟବାଦ ରବ ବାବୁ ଆପଣଙ୍କର ମତାମତ ପାଇଁ।